ସୁଭଦ୍ରା ଟଙ୍କା ପାଇନଥିବା ମହିଳାମାନଙ୍କ ପାଇଁ ଏବେ ଆସିଲା ନୂଆ ଅପଡେଟ୍। ତ କ'ଣ ରହିଛି ନୂଆ ଅପଡେଟ୍ ଜାଣିବା ତା ପୂର୍ବରୁ ଆପଣମାନଙ୍କୁ କହିବି, ଚ୍ୟାନେଲ ଯଦି ନୂଆ କରି ଆପଣ ଭିଡ଼ିଓଟିକୁ ଦେଖୁଥାନ୍ତି ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। ଯଦି ଫେସବୁକ୍ରୁ ଭିଡ଼ିଓଟି ଦେଖୁଥାନ୍ତି ଫଲୋ ନିଶ୍ଚୟ କରିଦେବେ। ତ ଚାଲନ୍ତୁ ସୁଭଦ୍ରା ହିତାଧିକାରୀମାନଙ୍କ ପାଇଁ ଏବେ କ'ଣ ନୂଆ ଅପଡେଟ୍ ରହିଛି ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଆଲୋଚନା କରିବା। ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ମହିଳାଙ୍କୁ ନେଇ ଆସିଲା ବଡ଼ ଖବର। ସୁଭଦ୍ରା ଦ୍ୱିତୀୟ କିସ୍ତିରୁ ବଞ୍ଚିତ 1 ଲକ୍ଷ ମହିଳା ରାସନ କାର୍ଡ ଓ ଆୟରେ ତାଳମେଳ ଯୋଗୁଁ ବାଦ୍ ପଡ଼ିଛନ୍ତି। ମାର୍ଚ୍ଚ 31 ପରେ ହେବ 1-to-1 ସର୍ଭେ। ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା। ବଞ୍ଚିତ ଯୋଗ୍ୟ ହିତାଧିକାରୀ ପାଇବେ ଦ୍ୱିତୀୟ କିସ୍ତି। ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ମହିଳାଙ୍କୁ ନେଇ ଆସିଲା ବଡ଼ ଖବର। ସୁଭଦ୍ରା ଦ୍ୱିତୀୟ କିସ୍ତିରୁ ବଞ୍ଚିତ 1 ଲକ୍ଷ ମହିଳା ରାସନ କାର୍ଡ ଓ ଆୟରେ ତାଳମେଳ ଯୋଗୁଁ ବାଦ୍ ପଡ଼ିଛନ୍ତି। ମାର୍ଚ୍ଚ 31 ପରେ ହେବ 1-to-1 ସର୍ଭେ। ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା। ବଞ୍ଚିତ ଯୋଗ୍ୟ ହିତାଧିକାରୀ ପାଇବେ ଦ୍ୱିତୀୟ କିସ୍ତି। ସୁଭଦ୍ରା ଟାର୍ଗେଟ ଥିଲା କୋଟିଏରୁ ଅଧିକ, ହେଲେ ଅର୍ଥ ପାଇଛନ୍ତି 99 ଲକ୍ଷ ମହିଳା। ତେବେ 1 ଲକ୍ଷ ମହିଳା ପ୍ରଥମ କିସ୍ତି ପାଇବା ପରେ ବି ଦ୍ୱିତୀୟ କିସ୍ତିରୁ ସେମାନେ ବଞ୍ଚିତ ରହିଛନ୍ତି। ତେଣୁ ସରକାରଙ୍କ ଚିନ୍ତା ବଢ଼ିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ରାସନ କାର୍ଡ ଓ ଆୟରେ ତାଳମେଳ ଖିଲାପ ଯୋଗୁଁ 1 ଲକ୍ଷ ମହିଳା ଅସୁବିଧା ଭୋଗୁଛନ୍ତି। ହେଲେ ମାର୍ଚ୍ଚ 31 ପରେ ହେବ 1-to-1 ସର୍ଭେ ଏବଂ ରାକ୍ଷୀ ପୂର୍ଣ୍ଣିମାରେ ଦ୍ୱିତୀୟ କିସ୍ତି ପାଇବେ ବଞ୍ଚିତ ଯୋଗ୍ୟ ହିତାଧିକାରୀ। 1 ଲକ୍ଷ ମହିଳା ପାଇନାହାନ୍ତି ସୁଭଦ୍ରାର ଦ୍ୱିତୀୟ କିସ୍ତି। ପ୍ରଥମ କିସ୍ତି ପାଇବା ପରେ ବି ଦ୍ୱିତୀୟ କିସ୍ତିରୁ ବଞ୍ଚିତ ହୋଇଛନ୍ତି ଅନେକ ହିତାଧିକାରୀ। ଟଙ୍କା ପାଇନଥିବା ମହିଳାଙ୍କ ତଥ୍ୟ ଖୋଜୁଛି ବିଭାଗ। ଗତ ମାର୍ଚ୍ଚ 8 ତାରିଖରେ କୋଟିଏରୁ ଅଧିକ ମହିଳା ପାଇଥିଲେ ସୁଭଦ୍ରାର ଦ୍ୱିତୀୟ କିସ୍ତି। ହେଲେ ପ୍ରଥମ କିସ୍ତି ପାଇଥିବା ଲକ୍ଷେ ମହିଳା କିନ୍ତୁ ଟଙ୍କା ପାଇନାହାନ୍ତି। ତେବେ କାହିଁକି ଲକ୍ଷେ ମହିଳାଙ୍କ ଟଙ୍କା କଟିଲା ତାର ତଥ୍ୟ ଖୋଜା ଚାଲିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଲକ୍ଷେ ମହିଳା ଟଙ୍କା ପାଇନଥିବା ଘଟଣାକୁ ନେଇ ଆମେ ଚିନ୍ତିତ ଅଛୁ। ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ ସେମାନଙ୍କ ପାଖରେ ରାସନ କାର୍ଡ ଥିଲା, ହେଲେ ଦ୍ୱିତୀୟ କିସ୍ତି ବେଳେ ଆୟ ଅଧିକ ଥିବାରୁ ରାସନ କାର୍ଡ ଫେରାଇଛନ୍ତି। ସେହି କାରଣରୁ 1 ଲକ୍ଷ ମହିଳାଙ୍କୁ ଅସୁବିଧା ଭୋଗ କରିବାକୁ ପଡ଼ୁଛି। କିଛି ମହିଳା ତାଙ୍କ ଭିତରୁ ଗାଡ଼ି କିଣିଛନ୍ତି। 5 ଏକର ଜମି ନଥାଇ ଧାନ ମଣ୍ଡିରେ ଅଧିକ ଧାନ ଦେଇଛନ୍ତି, ଯାହାକି ହିତାଧିକାରୀ ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ରକ୍ଷାବନ୍ଧନ ସମୟରେ ଲକ୍ଷେ ମହିଳାଙ୍କ ମଧ୍ୟରୁ ଯେଉଁମାନେ ଯୋଗ୍ୟ ହେବେ ସେମାନଙ୍କୁ କିସ୍ତି ଟଙ୍କା ମିଳିବ। ଆସନ୍ତା ମାର୍ଚ୍ଚ 31 ଯାଏଁ ସୁଭଦ୍ରାର ଆବେଦନ ଅବଧି ରହିଛି। 21 ବର୍ଷ ଯାହାକୁ ହୋଇଯିବ ସେମାନେ ଆବେଦନ କରିପାରିବେ। ଯେଉଁମାନେ ବଞ୍ଚିତ ରହିଛନ୍ତି 31 ପରେ 1-to-1 ସର୍ଭେ ହେବ। ଆନ୍ତର୍ଜାତୀୟ ମହିଳା ଦିବସ ଅର୍ଥାତ୍ ଗତ ମାର୍ଚ୍ଚ 8ରେ ବ୍ରହ୍ମପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରାର ଦ୍ୱିତୀୟ କିସ୍ତି ଅର୍ଥ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ଗୋଟିଏ କ୍ଲିକ୍ରେ 1,64,00,000 ମହିଳାଙ୍କ ଆକାଉଣ୍ଟରେ ପହଞ୍ଚିଥିଲା 5,000, ଯାହାକି କୋଟିଏରୁ ଅଧିକ ଟଙ୍କା ବିତରଣ କରିଥିଲେ ରାଜ୍ୟ ସରକାର। ହେଲେ ଏବେ ତଥ୍ୟ କହୁଛି 1,64,00,000 ନୁହଁ, ବରଂ 99 ଲକ୍ଷ ମହିଳା ଦ୍ୱିତୀୟ କିସ୍ତି ପାଇଛନ୍ତି। ତେଣୁ 1 ଲକ୍ଷ ମହିଳା ବାସ୍ତବରେ କେଉଁ କ୍ଷେତ୍ରରେ କଟିଲେ ଏବଂ କେଉଁଠି ତ୍ରୁଟି ରହିଲା ତାହାର ସମାଧାନ ଖୋଜୁଛନ୍ତି ରାଜ୍ୟ ସରକାର। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ସୁଦୃଢ଼ କରିବା ତଥା ଲକ୍ଷପତି ଦିଦି ସୃଷ୍ଟି କରିବା ରାଜ୍ୟ ସରକାରଙ୍କର ଉଦ୍ଦେଶ୍ୟ। ହେଲେ ଲକ୍ଷ୍ୟ ହିତାଧିକାରୀ ଯୋଜନାରୁ ବାଦ୍ ପଡ଼ିବା ପରେ ଉଦ୍ବେଗ ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଦେଖନ୍ତୁ, ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାନ୍ତି, ସରକାରଙ୍କ ତରଫରୁ ଏହା ଥିଲା ଆପଣମାନଙ୍କ ପାଇଁ ସୂଚନା, ଯାହାକି ଏହି କାରଣ ଯୋଗୁଁ ଆପଣମାନେ ଦ୍ୱିତୀୟ କିସ୍ତି ଟଙ୍କା ପ୍ରାପ୍ତ କରିପାରିନାହାନ୍ତି। ତା ପାଇଁ ସରକାରଙ୍କ ତରଫରୁ ସର୍ଭେ ପ୍ରକ୍ରିୟା ଆରମ୍ଭ ହେବ, ଯାହାଫଳରେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଅଛନ୍ତି ସେମାନେ ପ୍ରଥମ କିସ୍ତି ଦ୍ୱିତୀୟ କିସ୍ତି ଟଙ୍କା ପ୍ରାପ୍ତ କରିପାରିବେ। ଆଉ ଯେଉଁମାନେ ପ୍ରଥମ କିସ୍ତି ଟଙ୍କା ପ୍ରାପ୍ତ କରିଛନ୍ତି ସେମାନେ ଦ୍ୱିତୀୟ କିସ୍ତି ଟଙ୍କା ପ୍ରାପ୍ତ କରିବେ, ଯାହା ସର୍ଭେ ପ୍ରକ୍ରିୟା ମାଧ୍ୟମରେ ଜଣାପଡ଼ିବ କେଉଁ ହିତାଧିକାରୀ ଯୋଗ୍ୟ ଅଛନ୍ତି, କେଉଁ ହିତାଧିକାରୀ ଅଯୋଗ୍ୟ ଅଛନ୍ତି, ଯାହାଫଳରେ ସେମାନେ ସୁଭଦ୍ରା ଟଙ୍କା ପ୍ରାପ୍ତ କରିପାରିବେ ଏହି ସର୍ଭେ ପ୍ରକ୍ରିୟା ମାଧ୍ୟମରେ।
ସେଥିପାଇଁ ସରକାରଙ୍କର ଏହି ସର୍ଭେ ପ୍ରକ୍ରିୟାକୁ ସାଫଲ୍ୟ କରିବା ପାଇଁ ଆପଣମାନଙ୍କର ସହଯୋଗ ସାହାଯ୍ୟ ନିତ୍ୟାନ୍ତ ଆବଶ୍ୟକ। ପୁଣି ଦେଖା ହେବ ସରକାରଙ୍କ ତରଫରୁ ନୂଆ ଏକ ଅପଡେଟ୍ରେ। ଜୟ ଜଗନ୍ନାଥ।